ନମସ୍କାର ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ମହାଭାରତ ସମୟରେ ହିଁ କଳିଯୁଗର ବର୍ଣ୍ଣନା କରି ଯାଇଛନ୍ତି। କଳିଯୁଗରେ ଲୋକମାନେ କିପରି ହେବେ, ଜୀବନ କିପରି ବିତିବ, ଲୋକମାନଙ୍କ ବ୍ୟବହାର ଅନ୍ୟମାନଙ୍କ ପ୍ରତି କିପରି ହେବ, ଏହି ସବୁ କଥା ସେହି କାଳରୁ ହିଁ କୁହାଯାଇଛି। ଆଜି ଆମେ ଆପଣଙ୍କୁ କହିବୁ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା 5ଟି କଟୁ ସତ୍ୟ। ମହାଭାରତ କାଳରେ ପାଣ୍ଡବମାନଙ୍କ ମନରେ କଳିଯୁଗ ବିଷୟରେ ଜାଣିବା ପାଇଁ ଜିଜ୍ଞାସା ଆସିଲା। ସେଥିପାଇଁ ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଯେ କଳିଯୁଗର ମନୁଷ୍ୟମାନେ କିପରି ହେବେ। ଏହି କଥା ଶୁଣି ଶ୍ରୀକୃଷ୍ଣ ପାଣ୍ଡବଙ୍କୁ ବଣକୁ ଯିବାକୁ କହିଲେ ଏବଂ ଏହା ମଧ୍ୟ କହିଲେ ଯେ ବଣରେ ସେମାନେ ଯାହା ଦେଖିକି ଆସିବେ ତାହାକୁ ଶ୍ରୀକୃଷ୍ଣଙ୍କ ଆଗରେ ବିସ୍ତାର ଭାବେ ବର୍ଣ୍ଣନା କରିବେ। ଏହାପରେ ସେମାନେ ବଣକୁ ଯାଇ ଫେରି ଆସିଲେ। ପ୍ରଥମେ ଯୁଧିଷ୍ଠିର କହିଲେ ଯେ ସେ ଏକ ଦୁଇଟି ଶୁଣ୍ଢ ଥିବା ହାତୀକୁ ଦେଖିଲେ ଏବଂ ତାହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗରେ ଏପରି ଲୋକ ଶାସନ କରିବେ ଯେଉଁମାନେ କହିବେ ଗୋଟେ କଥା ଏବଂ କରିବେ ଆଉ ଗୋଟେ କଥା। ଏପରି ଲୋକମାନେ ଦୁଇ ଦିଗରୁ ଶାସନ କରିବେ। ଏହାପରେ ଭୀମ କହିବାକୁ ଲାଗିଲେ ଯେ ସେ ଏକ ଗାଈ ଏବଂ ବାଛୁରୀକୁ ଦେଖିଲେ। ସେ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ଯେ ଗାଈଟି ତା ଛୁଆକୁ ଏତେ ଚାଟୁଥିଲା ଯେ ଛୁଆ ଦେହରୁ ରକ୍ତ ବାହାରୁଥିଲା, ତଥାପି ସେ ଗାଈଟି ଚାଟିବା ବନ୍ଦ କରୁନଥିଲା। ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗରେ ବାପ ମା ନିଜ ପିଲାମାନଙ୍କ ପ୍ରତି ଏତେ ଆସକ୍ତି ହେବେ ଯେ ପିଲାମାନଙ୍କର ବିକାଶ ହିଁ ହେବ ନାହିଁ। ଯଦି ଅନ୍ୟ କାହାର ପିଲା ସାଧୁ ହେଲା ତେବେ ତାକୁ ଦର୍ଶନ କରିବେ, କିନ୍ତୁ ଯଦି ନିଜ ପିଲା ସାଧୁ ହେଲା ତେବେ ତାହାକୁ ସହ୍ୟ କରିବେ ନାହିଁ ଏବଂ ଭାବିବେ ଯେ ସେ ଏକ ଭୁଲ ରାସ୍ତାରେ ଯାଉଛି, ଏହାର ଜୀବନ ନଷ୍ଟ ହୋଇଗଲା। କଳିଯୁଗରେ ବାପା ମା ନିଜ ପିଲାକୁ ଧର୍ମଜ୍ଞାନ ନ ଦେଇ ମୋହ ମାୟାରେ ଅଧିକ ଆସକ୍ତି କରାଇବେ। ଫଳରେ ଜୀବନ ଏହିପରି ମୋହମାୟାରେ କଟିଯିବ ଏବଂ ଜୀବନ ନଷ୍ଟ ହୋଇଯିବ। ଶ୍ରୀକୃଷ୍ଣ ଏହା ମଧ୍ୟ କହିଲେ ଯେ ତୁମ୍ଭର ପିଲା ତୁମର ନୁହେଁ, ତାହା ସେହି ସ୍ତ୍ରୀର ଅମାନତ ଅଟେ। ସେ କେବଳ ଆପଣଙ୍କ ପାଖରେ ଥାଏ। ସେହିପରି ସ୍ତ୍ରୀଟି ସ୍ୱାମୀର ଅମାନତ ଅଟେ ଏବଂ ଏହି ଶରୀର ମୃତ୍ୟୁର ଅମାନତ ଅଟେ। ପରମାତ୍ମାଙ୍କ ଅମାନତ ଆତ୍ମା ଅଟେ। ଏହାପରେ ଅର୍ଜୁନ ଦେଖିଲେ ଯେ ଗୋଟେ ପକ୍ଷୀ ଯାହାର ଡେଣାରେ ବେଦର ଶ୍ଲୋକ ଲେଖାଯାଇଥିଲା, କିନ୍ତୁ ସେ ଏକ ମଣିଷର ମାଂସ ଖାଉଥିଲା। ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗରେ କେତେକ ଲୋକଙ୍କୁ ବିଦ୍ୱାନ କୁହାଯିବ, କିନ୍ତୁ ସେମାନଙ୍କ ଲାଳସା ସର୍ବଦା ଅନ୍ୟମାନଙ୍କ ଧନ ଲୁଟିବାରେ ରହିବ। ଲୋକଟି ଯେତେ ଧନୀ ହେଲେ ମଧ୍ୟ ତାହାର ଦୃଷ୍ଟି ପର ସମ୍ପତ୍ତି ଉପରେ ରହିବ। ଏହାପରେ ନକୁଳ ଦେଖିଲେ ଯେ ଏକ ବହୁତ ବଡ଼ ପଥର ପର୍ବତର ଶିଖରରୁ ପଡ଼ିଲା ଏବଂ ତାହାକୁ ବଡ଼ରୁ ବଡ଼ ଗଛ ମଧ୍ୟ ଅଟକାଇ ପାରିଲେ ନାହିଁ। କିନ୍ତୁ ଏତେ ଦ୍ରୁତ ଗତିରେ ପଥରଟି ଆସି ମଧ୍ୟ ଏକ ଛୋଟ ଗଛରେ ବାଜି ସେହିଠାରେ ରହିଗଲା। ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗରେ ମଣିଷମାନଙ୍କ ବୁଦ୍ଧି କ୍ଷୀଣ ହୋଇଯିବ। ସେମାନଙ୍କ ଜୀବନ ପତନ ଆଡ଼କୁ ଅଗ୍ରସର ହେବ। ପ୍ରାୟ ବ୍ୟକ୍ତି ପ୍ରବାସରେ ମାତିବେ। ଏହାକୁ ରୋକିବାକୁ କୌଣସି ବୁଦ୍ଧି ବଳ କାମ କରିବ ନାହିଁ। କେବଳ ହରିନାମ ହିଁ ସମସ୍ତ ଦୁବିଧାରୁ ରକ୍ଷା କରିବ। ହରି କୀର୍ତ୍ତନରେ ମଣିଷମାନଙ୍କ ବୁଦ୍ଧି ପ୍ରଖର ହେବ। ଏହାପରେ ସହଦେବ ବଣରେ ଗଲାବେଳେ ଅନେକ କୂଅ ଦେଖିଥିଲେ, କିନ୍ତୁ କେବଳ ମଝିରେ ଥିବା କୂଅଟି ଖାଲି ଥିଲା, ଯିଏକି ସବୁଠାରୁ ଗଭୀର ଥିଲା। ଏହା ଦେଖି ସହଦେବ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗରେ ଧନୀ ବ୍ୟକ୍ତି ନିଜର ପୁଅ ଏବଂ ଝିଅର ବିବାହରେ ପ୍ରଚୁର ଧନ ଖର୍ଚ୍ଚ କରିବେ। ସେମାନଙ୍କ ଦୃଷ୍ଟି ସର୍ବଦା ଆମିଷ, ମଦିରାପାନ ଆଦି ଖରାପ ଗୁଣ ଆଡ଼େ
ଗତି କରିବ, କିନ୍ତୁ ସେହି ପଇସାକୁ ଏକ ଗରିବକୁ ଦେବାକୁ ପଛାଇବେ। ଯେଉଁ ମଣିଷ ଏହି ସବୁ ଜିନିଷ ତ୍ୟାଗ କରି ହରିନାମ ଜପ କରିବ, ସେହି ମଣିଷ ଏହି କଳିଯୁଗରୁ ଦୂରେଇ ରହିବ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।